ଆପଣ ଜାଣିଛନ୍ତି କି ମଣିଷ ବ୍ୟତୀତ ମୂଷାମାନେ ମଧ୍ୟ ସ୍ୱପ୍ନ ଦେଖନ୍ତି। ଫିଙ୍ଗର ପ୍ରିଣ୍ଟ ପରି ସମସ୍ତଙ୍କ ଜିଭ ପ୍ରିଣ୍ଟ ମଧ୍ୟ ଅଲଗା ଅଟେ। ଏମିତି ଆଉ କିଛି ଅଜଣା କଥା ଆମେ ଆଜି ଏହି ଭିଡ଼ିଓରେ ଜାଣିବା। ତ ଆପଣ ଦେଖୁଛନ୍ତି ଫ୍ୟାକ୍ଟ ଜ୍ଞାନ ଓଡ଼ିଆ। ଚାଲନ୍ତୁ ସମୟ ନଷ୍ଟ ନ କରି ଭିଡ଼ିଓଟି ଷ୍ଟାର୍ଟ କରିବା। ନମ୍ବର 1, ଫିଙ୍ଗର ପ୍ରିଣ୍ଟ ପରି ସମସ୍ତଙ୍କ ଜିଭ ପ୍ରିଣ୍ଟ ଅଲଗା ଅଟେ। ଜିଭ କେବଳ ମାନବ ଶରୀରର ସବୁଠାରୁ ଶକ୍ତିଶାଳୀ ମାଂସପେଶୀ ମଧ୍ୟରୁ ଗୋଟିଏ ନୁହେଁ, ବରଂ ଏହାର ଅନ୍ୟ ଏକ ଆକର୍ଷଣୀୟ ଗୁଣ ରହିଛି। ଯେପରି ପ୍ରତ୍ୟେକ ମନୁଷ୍ୟର ନିର୍ଦ୍ଦିଷ୍ଟ ଆଙ୍ଗୁଠି ଛାପ ରହିଛି, ତା ଭଳି ଅନ୍ୟାନ୍ୟ ଜିଭ ପ୍ରିଣ୍ଟ ମଧ୍ୟ ଅଛି। ଏହି ବହୁମୁଖୀ ଅଙ୍ଗ ମୁଖ୍ୟତଃ ସ୍ୱାଦ ଏବଂ ବକ୍ତବ୍ୟରେ ସାହାଯ୍ୟ କରେ। ଏଥିରେ ଜ୍ୟାମିତିକ ଆକୃତି ସୂଚନା ଏବଂ ଶାରୀରିକ ସମ୍ବନ୍ଧୀୟ ସୂଚନା ଧାରଣ ହୋଇଥାଏ, ଯାହାକି ଅନ୍ୟାନ୍ୟ ଏବଂ ଚିହ୍ନଟ ପ୍ରକ୍ରିୟାରେ ସମ୍ଭବତଃ ବ୍ୟବହୃତ ହୋଇପାରେ। ନମ୍ବର 2, କୁମ୍ଭୀରମାନେ ତାଙ୍କର ଜିଭକୁ ବାହାର କରିପାରନ୍ତି ନାହିଁ। କୁମ୍ଭୀରମାନେ ସେମାନଙ୍କର ଜିଭକୁ ବାହାର କରିପାରନ୍ତି ନାହିଁ ଏବଂ ଚୋବାଇ ପାରନ୍ତି ନାହିଁ। ସେମାନଙ୍କର ଜିଭଗୁଡ଼ିକ ପାଟିର ତଳ ଭାଗରେ ଅବସ୍ଥିତ ଏବଂ ସେମାନେ ପ୍ରକୃତରେ ଏହାକୁ ଭଲ ଭାବରେ ଚଲାଇ ପାରନ୍ତି ନାହିଁ। ଖାଇବା ସମୟରେ ଯଦି ସେମାନଙ୍କର ଶିକାର ଯଦି ବଡ଼ ହୋଇଥାଏ, ତେବେ ସେମାନେ କାମୁଡ଼ନ୍ତି ଏବଂ ମାଂସ ଖଣ୍ଡ ବାହାର କରି ପୁରା ଅଂଶକୁ ଗିଳି ଦିଅନ୍ତି। ଯଦି ସେମାନଙ୍କର ଶିକାର ଏକ ଛୋଟ ପଶୁ, ତେବେ ସେମାନେ ପୁରା ପଶୁକୁ ଗିଳି ଦିଅନ୍ତି। କୁମ୍ଭୀରମାନେ ପାଣିରେ ଏତେ ସମୟ ଅତିବାହିତ କରୁଥିବାରୁ ଜିଭ ଗଳା ବନ୍ଦ ରଖିବାରେ ସାହାଯ୍ୟ କରିଥାଏ, ଯାହା ପଶୁଙ୍କ ବାୟୁପଥକୁ ସୁରକ୍ଷା ଦେଇଥାଏ। ନମ୍ବର 3, ପ୍ରତ୍ୟେକ ଘୋଡ଼ା ଉପରେ ଥିବା ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିର ସଂକେତ ଅଛି। ଆପଣ ପାର୍କରେ କିମ୍ବା ଯେକୌଣସି ସ୍ଥାନରେ ଘୋଡ଼ା ଉପରେ ବସିଥିବା ବ୍ୟକ୍ତିଙ୍କ ମୂର୍ତ୍ତି ନିଶ୍ଚୟ ଦେଖିଥିବେ। ପ୍ରତ୍ୟେକ ମୂର୍ତ୍ତିର ନିଜସ୍ୱ ସଂକେତ ଅଛି। ଯଦି ଘୋଡ଼ା ଉପରେ ଥିବା ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିରେ ଉଭୟ ଗୋଡ଼ ଆକାଶରେ ଥାଏ, ତେବେ ଯୁଦ୍ଧରେ ସେହି ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାଏ। ଯଦି ଘୋଡ଼ାର ଗୋଟିଏ ଗୋଡ଼ ଆକାଶରେ ଥାଏ, ତେବେ ଯୁଦ୍ଧରେ ପ୍ରାପ୍ତ କ୍ଷତି ଯୋଗୁଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାଏ। ଯଦି ଘୋଡ଼ାର 4ଟି ଗୋଡ଼ ଭୂମିରେ ଥାଏ, ତେବେ ବ୍ୟକ୍ତି ପ୍ରାକୃତିକ କାରଣରୁ ତା'ର ମୃତ୍ୟୁ ହୋଇଥାଏ। ନମ୍ବର 4, ମଣିଷମାନେ ଏକମାତ୍ର ନୁହନ୍ତି ଯେଉଁମାନେ ସ୍ୱପ୍ନ ଦେଖନ୍ତି। ଅଧ୍ୟୟନ ସୂଚାଇ ଦେଇଛି ଯେ ଖାଦ୍ୟ ପାଇବା କିମ୍ବା ବିସ୍ମିତ ଏବଂ ଦ୍ୱନ୍ଦ୍ୱରେ ପଡ଼ିବା ଭଳି ରାସ୍ତାରେ ବା ପଜଲ୍ ଭଳି ରାସ୍ତାରେ ଖସି ଚାଲିଯିବା ବିଷୟରେ ମୂଷାମାନେ ସ୍ୱପ୍ନ ଦେଖନ୍ତି। ନମ୍ବର 5, ଇଂରାଜୀର ଏକ ବାକ୍ୟ ଯାହା ବର୍ଣ୍ଣମାଳାର ସମସ୍ତ ଅକ୍ଷର ଧାରଣ କରେ। ଦ କ୍ୱିକ୍ ବ୍ରାଉନ୍ ଫକ୍ସ ଜମ୍ପ ଓଭର ଦ ଲେଜି ଡଗ୍। ଏହା ଏକ ବାକ୍ୟ ଯେଉଁଥିରେ ବର୍ଣ୍ଣମାଳାର ସମସ୍ତ ଅକ୍ଷର ଅଛି। ଏହା ସାଧାରଣତଃ ଟଚ୍ ଟାଇପିଂ ଅଭ୍ୟାସ, ଟାଇପରାଇଟର ଏବଂ କମ୍ପ୍ୟୁଟରର କିବୋର୍ଡ଼ ପରୀକ୍ଷା କରିବା, ଫଣ୍ଟର ଉଦାହରଣ ପ୍ରଦର୍ଶନ କରିବା ଏବଂ ପାଠ୍ୟ ସହିତ ଜଡ଼ିତ ଅନ୍ୟାନ୍ୟ ପ୍ରୟୋଗଗୁଡ଼ିକ ପାଇଁ ବ୍ୟବହୃତ ହୁଏ, ଯେଉଁଠାରେ ବର୍ଣ୍ଣମାଳାର ସମସ୍ତ ଅକ୍ଷରର ବ୍ୟବହାର ହୁଏ। ନମ୍ବର 6, ଦୀର୍ଘତମ ଇଂରାଜୀ ଶବ୍ଦ ହେଉଛି 1,89,819 ଅକ୍ଷର ଲମ୍ବ। ଏହା ଏକ ପ୍ରୋଟିନର ନାମ, ଯାହାକୁ ଟାଇଟିନ୍ ମଧ୍ୟ କୁହାଯାଏ। ଏହାର ସମ୍ପୂର୍ଣ୍ଣ ନାମ ଉଚ୍ଚ ସ୍ୱରରେ କହିବାକୁ ହେଲେ 3 ଘଣ୍ଟା 30 ମିନିଟ୍ ସମୟ ଲାଗେ। ଯଦି ଆପଣ ଏହାର ସମ୍ପୂର୍ଣ୍ଣ ନାମ ଦେଖିବା ବା ଉଚ୍ଚାରଣ କରିବାକୁ ଚାହୁଁଛନ୍ତି, ତେବେ ଡେସ୍କ୍ରିପସନ୍ରେ ଥିବା ଲିଙ୍କକୁ ଯାଆନ୍ତୁ। ନମ୍ବର 7, ବିଲେଇମାନଙ୍କର ପଛ ଗୋଡ଼ରେ 4ଟି ଆଙ୍ଗୁଠି ଥାଏ। ବିଲେଇମାନଙ୍କର ସାମ୍ନା ଗୋଡ଼ରେ 5ଟି ଆଙ୍ଗୁଠି ଅଛି, କିନ୍ତୁ ସେମାନଙ୍କର ପଛ ଗୋଡ଼ରେ କେବଳ 4ଟି ଲେଖାଏଁ ଆଙ୍ଗୁଠି ଅଛି। ବିଶେଷଜ୍ଞମାନେ କହନ୍ତି ଯେ 4 ଆଙ୍ଗୁଠି ସେମାନଙ୍କୁ ଶୀଘ୍ର ଚାଲିବାରେ ସାହାଯ୍ୟ କରେ। ନମ୍ବର 8, ଜିନ୍ସରେ ଥିବା ଛୋଟ ପକେଟକୁ ପକେଟ ଘଣ୍ଟା ସଂରକ୍ଷଣ କରିବା ପାଇଁ ଡିଜାଇନ୍ କରାଯାଇଥିଲା। ମୂଳ ଜିନ୍ସରେ କେବଳ 4ଟି ପକେଟ ଥିଲା, ଆଗରେ 2ଟି ଏବଂ ପଛପଟେ 2ଟି। ପରେ ଗୋଟେ ଛୋଟ ପକେଟଟି ଜିନ୍ସର ଆଗପଟେ ଦିଆଗଲା, ଯାହାକି ବାସ୍ତବରେ ପକେଟ ଘଣ୍ଟା ସଂରକ୍ଷଣ କରିବା ପାଇଁ ଦିଆଯାଇଥିଲା। ନମ୍ବର 9, ଅକ୍ଟୋପସ୍ ଏକ ସମୟରେ 56,000 ଅଣ୍ଡା ଦେଇଥାଏ। ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ଅକ୍ଟୋପସ୍ 6 ମାସ ବିତାଇଥାଏ ଏବଂ
ଏହା ସମ୍ଭବ ଯେ ସେ ପୁରା ସମୟ କିଛି ଖାଇ ନଥାଏ। ଶିଶୁମାନେ ଜନ୍ମ ହେବା ସମୟରେ ସେମାନଙ୍କର ଆକାର ଚାଉଳର ଏକ ଶସ୍ୟର ଆକାର ପରି ହୋଇଥାଏ। ବିଶ୍ୱାସ କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଆଗକୁ ଆପଣ ଏମିତି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତେବେ ଆମ ଚ୍ୟାନେଲ ଫ୍ୟାକ୍ଟ ଜ୍ଞାନ ଓଡ଼ିଆକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍, ସେୟାର ଆଉ କମେଣ୍ଟ କରନ୍ତୁ।